ଏଇଟା ଗୋଟିଏ ସୁନ୍ଦର ରଚନା ହେମନ୍ତ ଋତୁ। ବହୁତ ଦିନ ପରେ ଆଜି ଭିଡ଼ିଓଟି ଅପଲୋଡ଼ ହେଉଛି, ତେଣୁକରି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା। ତ ଚାଲନ୍ତୁ ଆରମ୍ଭ କରିବା ଆଜିର ଓଡ଼ିଆ ରଚନା ହେମନ୍ତ ଋତୁ। ପ୍ରଥମ ସୋପାନ ଉପକ୍ରମ। ଉପକ୍ରମରେ ଆମେ ଜାଣିବା ଶରତ ଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେବା ପରେ ହେମନ୍ତ ଋତୁ ପଦାର୍ପଣ କରିଥାଏ। କାର୍ତ୍ତିକ ଓ ମାର୍ଗଶିର ମାସରେ ଲୋକମାନେ ଏହି ଋତୁକୁ ଉପଭୋଗ କରିଥାନ୍ତି। ଏହି ସମୟରେ ପୃଥିବୀରେ ହେମାଲ ପଡ଼େ। ରାତ୍ରି କାଳରେ କାକର ପଡ଼ି ଶରୀର ଉଦାର ହୋଇଥାଏ। ହେମନ୍ତର ଆଦ୍ୟ ଭାଗରେ ପାଗ ଉତ୍ତମ ରହେ। ଏହି ସମୟରେ ମନ ପ୍ରଫୁଲ୍ଲ ରହେ। ଏଣୁ ଭକ୍ତ କବିଙ୍କ ଭାଷାରେ ହିମେ କାର୍ତ୍ତିକ ମାର୍ଗଶିର ରାତିରେ ପଡ଼ଇ ଶିଶିର। ପରବର୍ତ୍ତୀ ସୋପାନ ହେମନ୍ତ ଋତୁର ପ୍ରକୃତି। ଏଥିରେ ଆମେ ଜାଣିବା ହେମନ୍ତ ଋତୁରେ ପାଗ ଅନୁକୂଳ ଥାଏ। ଏହି ସମୟରେ ଖରା କିମ୍ବା ବର୍ଷା ନଥାଏ। ଉତ୍ତର ଦିଗରୁ ଥଣ୍ଡା ପବନ ବହେ, ମନ ପ୍ରଫୁଲ୍ଲ ରହେ। ରାତ୍ରିରେ ଶିଶିର ପଡ଼େ। ଏହି ସମୟରେ ଦିନ ସାନ ଓ ରାତ୍ରି ବଡ଼ ହେବାର ଅନୁଭବ କରାଯାଇଥାଏ। ଶିଶିର ପାତରେ ପଦ୍ମଫୁଲ ଲୋପ ପାଇଥାଏ। ପୁଷ୍କରିଣୀରେ ନୀଲକଇଁ ଫୁଟି ଶୋଭାବର୍ତ୍ତନ କରିଥାଏ। ପାଚିଲା ଧାନରେ ବିଲମାନ ସୁନ୍ଦର ଦେଖାଯାଏ। ସେହି ଶୋଭା ଚାଷୀମାନେ ଅପାର ଆନନ୍ଦ ଜାତ କରିଥାଏ। ଦିନରେ ସୁଲୁସୁଲିଆ ବାହ ଓ ରାତିରେ ହେମକାକର ଦର୍ଶକ ତଥା ଭାବୁକ ମନରେ ଅପାର ଆନନ୍ଦ ଜାତ କରିଥାଏ। ଧାନଖିଆ ଚଢ଼େଇମାନେ ରାତିରେ କେଁକଟ ରାବ କରି ରାତ୍ରରେ ନିସ୍ତବ୍ଧତାକୁ ଭଙ୍ଗ କରିଥାନ୍ତି। ଏହି ସମୟରେ ଚାଷୀକୁଳ ଧାନ କାଟି ନିଜ ଖଳାକୁ ବୋହି ଆଣନ୍ତି। ଖଳାରେ ଚାଷୀମାନେ ମେରି ଖୁଣ୍ଟରେ ବଳଦ ବାନ୍ଧି ଧାନ ଅମଳ କରିବାର ଦୃଶ୍ୟ ଅତି ମନୋରମ ହୋଇଥାଏ। ସେହି ସମୟରେ ଚାଷୀର ମନଖୋଲା ଗୀତ ଜନମାନସରେ ଆନନ୍ଦ ଜାତ ହୋଇଥାଏ। ରାତ୍ରି ସମୟରେ ବନ୍ୟଜନ୍ତୁମାନେ ବିଲରେ ପଶି ପାଚିଲା ଧାନ କ୍ଷେତକୁ ଉଜାଡ଼ି ଦିଅନ୍ତି। ହରିଣ, ବାରାହା, ହାତୀପଲ ପାହାଡ଼ ତଳିଆ ଜମିରେ ପଶି ଧାନ ଫସଲ ନଷ୍ଟ କରି ଦେଇଥାନ୍ତି। ପରବର୍ତ୍ତୀ ସୋପାନ ଉପକାରିତା। ଉପକାରିତାରେ ଆମେ ଜାଣିବା ହେମନ୍ତ ଋତୁରେ ଧାନ ଅମଳ ହେତୁ ଚାଷୀ ମନରେ ଅପାର ଆନନ୍ଦ ଖେଳି ଯାଇଥାଏ। ଏହି ସମୟରେ କୃଷକମାନେ ଧାନ ଅମଳ କରି ଲାଭବାନ ହୋଇଥାନ୍ତି। ନିଜର ଗୁଜୁରାଣ ମେଣ୍ଟାଇବା ଓ ଘରର ଟିକସ ଖଜଣା ଦେବାରେ ଧାନ ଅମଳ ତାଙ୍କୁ ସହାୟକ ହୋଇଥାଏ। ଏହା ଏକ ଅର୍ଥକାରୀ ଫସଲ ହେତୁ ଚାଷୀ ମନରେ ସେତେବେଳେ ହରଷ ଦେଖାଇଥାଏ। ଏଣୁ ଚାଷୀ ଖୋଲା ମନରେ ଗୀତ ଗାଇ ଗାଇ ବିଲରୁ ଧାନ ନିଜର ଖଳାବାଡ଼ିକୁ ବୋହି ଆଣିଥାଏ। ତାର ଗୀତ ଗାନ ପରିବେଶକୁ ଆନନ୍ଦମୁଖର କରିଥାଏ। ଏହି ସମୟରେ ପାଗ ନିର୍ମଳ ଥାଏ। ତାପରେ ଦେଖିବା ଅପକାରିତା। ପାଗର ହଠାତ୍ ପରିବର୍ତ୍ତନ ଯୋଗୁଁ ଲୋକମାନେ ଥଣ୍ଡା, କାଶ, ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ଶୀତଦାୟୁରୁ ଅନେକ ବୁଢ଼ାବୁଢ଼ୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି। ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ବ୍ୟବହାର କରିଥାନ୍ତି। ଏହି ସମୟରେ ଶୀତର ପ୍ରକୋପ ବେଶୀ ନଥାଏ। ପରବର୍ତ୍ତୀ ସୋପାନ ପର୍ବପର୍ବାଣୀ। ହେମନ୍ତ ଋତୁରେ କାଳୀପୂଜା, ଦୀପାବଳି, ରାସ ପୂର୍ଣ୍ଣିମା, ବଡ଼ ଓଷା ଇତ୍ୟାଦି ପର୍ବମାନ ଅନୁଷ୍ଠିତ ହୋଇଥାଏ। ଲୋକମାନେ ଶ୍ରଦ୍ଧା ସହକାରେ ଏହି ପର୍ବମାନଙ୍କୁ ପାଳନ କରିଥାନ୍ତି। ଦୀପାବଳିରେ ଘରେ ଘରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଥାଏ। ସନ୍ଧ୍ୟା ସମୟରେ ଘରେ ଘରେ ଦୀପ ଜାଳି ଆତସବାଜି ଫୁଟାନ୍ତି। ଏହାକୁ ଆଲୋକର ପର୍ବ କୁହାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଅତୀତର ନୌ ବାଣିଜ୍ୟ କାରବାରକୁ ସୂଚାଇ ଦେଇଥାଏ। ସେହିଦିନ କାର୍ତ୍ତିକେୟଙ୍କୁ ପୂଜା କରାଯାଏ। ପ୍ରଥମାଷ୍ଟମୀ ଓ ମାଣବସା ଗୁରୁବାର ଏହି ସମୟରେ ପ୍ରଧାନ ପର୍ବ। ଘରେ ଘରେ ପିଠାପଣା ହୁଏ। ପ୍ରଥମାଷ୍ଟମୀରେ ଘରର ଜ୍ୟେଷ୍ଠ ପୁତ୍ର ଓ ଜ୍ୟେଷ୍ଠ କନ୍ୟା ବନ୍ଦାପନ ହୋଇ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ଧାନ ଅମଳ ହେତୁ ନୂଆ ଧାନରେ ଘରେ ଘରେ ମାଣବସା ଓ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୁଏ। ଏହି ସମୟରେ ଧର୍ମମାସ କାର୍ତ୍ତିକରେ ପୂଜାର୍ଚ୍ଚନା କରାଯାଏ। ଫୁଲ, ଫଳ, ପନିପରିବା ଚାଷ କ'ଣ କ'ଣ ହୁଏ ଏହି ଋତୁରେ ଆସନ୍ତୁ ଜାଣିବା। ହେମନ୍ତ ଋତୁରେ ଲଘୁ ଧାନ ପାଚି ଅମଳ ହୁଏ। ଏହି ସମୟରେ ଚାଷୀମାନେ ଶୀତଦିନିଆ ଫସଲ କରନ୍ତି। ଏହି ଋତୁରେ ଆଳୁ, କୋବି, ବିନ୍, ପିଆଜ ପ୍ରଭୃତି ଚାଷ କରାଯାଏ। ଏହି ସମୟରେ କଇଁ, ପଦ୍ମ ଫୁଟି ପ୍ରକୃତିର ଶୋଭା ବର୍ଦ୍ଧନ କରିଥାଏ। ହେମନ୍ତ ଋତୁରେ ସେଓ, କମଳା, ଅଙ୍ଗୁର ପ୍ରଭୃତି ଫଳ ଚାଷ କରାଯାଏ, ଯାହାକି ରୋଗୀମାନଙ୍କର ପ୍ରିୟ ଖାଦ୍ୟ। ପରବର୍ତ୍ତୀ ସୋପାନ ଉପସଂହାର। ଉପସଂହାର ଜାଣିବା ଆମେ ହେମନ୍ତ ଋତୁ ଶସ୍ୟ ଶ୍ୟାମଳ ଓ ଧର୍ମର ଋତୁ। ଧର୍ମ ମାସ ଯୋଗୁଁ ସମସ୍ତଙ୍କ ମନରେ ପବିତ୍ରତା ଆସିଥାଏ। ଏଣୁ ଏହି ଋତୁ ଅତ୍ୟନ୍ତ ଆନନ୍ଦଦାୟକ ଓ ଉପଭୋଗ୍ୟ ହୋଇଥାଏ। ତ ଫ୍ରେଣ୍ଡସ୍, ଏହା ଥିଲା ଆଜିର ଏକ ସୁନ୍ଦର ରଚନା ଯାହାର ନାମ ହେଲା ହେମନ୍ତ ଋତୁ। ଭିଡ଼ିଓ ଯଦି ଭଲ ଲାଗିଲା ତାହେଲେ ନିଶ୍ଚିତ ଭାବରେ ଆମ ଚ୍ୟାନେଲଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।